ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ସୁପର 8 ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 72 ରନ୍ରେ ପରାସ୍ତ କରିବାରେ ସଫଳ ହୋଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହେବା ଆଶାକୁ ଉଜ୍ଜୀବିତ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ସୁପର 8ର ପ୍ରଥମ ମ୍ୟାଚ୍ରେ ସାଉଥ ଆଫ୍ରିକାଠାରୁ 66 ରନ୍ର ବ୍ୟବଧାନରେ ପରାସ୍ତ ହୋଇଥିବା ବେଳେ ସେମିଫାଇନାଲ ଆଶା ମଳିନ ପଡ଼ିଯାଇଥିଲା। ତେବେ ଆଜିର ଏହି ବିଜୟ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବାରେ ସହାୟକ ହେବ ବୋଲି କୁହାଯାଉଛି। ଟସ୍ ହାରିବା ପରେ ଭାରତ ପ୍ରଥମେ ବ୍ୟାଟ୍ ଆମନ୍ତ୍ରଣ ପାଇଥିଲା। ଅନ୍ୟ ପକ୍ଷରେ ଦଳର ଦୁଇ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ପ୍ରଥମରୁ ହିଁ ରନ୍ ବର୍ଷା କରିବା ଆରମ୍ଭ କରିଦେଇଥିଲେ। ଉଭୟ ଛକା ଚୌକାର ଭରପୁର ପ୍ରହାର କରି ଜିମ୍ବାୱେର ଲାଇନ୍ ଲେନ୍ଥକୁ ବିଗାଡ଼ି ଦେଇଥିଲେ। ସଞ୍ଜୁ ସାମସନ 15ଟି ବଲ୍ରୁ 24 ରନ୍ କରି ପାଭିଲିୟନ ଫେରିଥିଲେ ମଧ୍ୟ 2ଟି ଛକା ଏବଂ 1 ଚୌକା ମାରି ଦଳକୁ ପ୍ରାରମ୍ଭିକ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଅପର ପକ୍ଷରେ ଅଭିଷେକଙ୍କର ବ୍ୟାଟ୍ ବର୍ଷୁଥିଲା। ମାତ୍ର 30 ବଲ୍ରୁ 55 ରନ୍ କରିଥିଲେ, ଯେଉଁଥିରେ 4ଟି ଛକା ଏବଂ 4ଟି ଚୌକା ସାମିଲ ଥିଲା। ସେହିପରି ଇଶାନ କିଶାନ ଗୁରୁତ୍ୱପୂର୍ଣ୍ଣ 38 ରନ୍ ଯୋଡ଼ିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ 33 ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ 50 ରନ୍ ସହ ତିଲକ ବର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ 44 ରନ୍ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ତେବେ 20 ଓଭରର ଶେଷ ସୁଦ୍ଧା ଭାରତୀୟ ଦଳ ମାତ୍ର 4 ୱିକେଟ୍ ହରାଇ 256 ରନ୍ କରିଥିଲେ। ଅନ୍ୟ ପକ୍ଷରେ ଜିମ୍ବାୱେ 257 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଗୋଟିଏ ପଟେ ବ୍ରିୟନ୍ ବେଟେନ୍ 97 ରନ୍ କରି ଅପରାଜିତ ଥିଲାବେଳେ ଅନ୍ୟ କୌଣସି ଖେଳାଳି ତାଙ୍କୁ ସହଯୋଗ ଦେଇନଥିଲେ। ଅଧିନାୟକ ସିକନ୍ଦର ରାଜା 31 ରନ୍ କରି ଆଉଟ୍ ହେବା ପରେ ଦଳର ଅନ୍ୟ ଖେଳାଳିମାନେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ। ଜିମ୍ବାୱେ 20 ଓଭର ସୁଦ୍ଧା 6 ୱିକେଟ୍ ହରାଇ 184 ରନ୍ ହିଁ କରିପାରିଥିଲା। ଆଜିର ଏହି ମ୍ୟାଚ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଙ୍କାର ନ୍ୟୁଜ୍ ଓଡ଼ିଆ।